ସମସ୍ତଙ୍କୁ ନମସ୍କାର। ସମସ୍ତଙ୍କୁ ଆମର ଚତୁର୍ଥ ଶ୍ରେଣୀ ପରିବେଶ ପାଠ ବିଷୟର ଦ୍ୱିତୀୟ ପାଠ ପଡ଼ୋଶୀ ମାନଙ୍କୁ ଜାଣିବା ଏଥିରୁ ଘରକୁ ଫେରିବା ବାଟରେ ର ପ୍ରଥମ ଭାଗକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ତେବେ ଆସ ଆମେ ଏହି ଅଧ୍ୟାୟରେ କଣ ଶିଖିବା ସେ ସମ୍ପର୍କରେ ଆଲୋଚନା କରିବା। ଏ ଅଧ୍ୟାୟରେ ପ୍ରଥମେ ତୁମେମାନେ ପୋଷ୍ଟ ଅଫିସ ଆମର କି କାମ କରିଥାଏ ସେ ସମ୍ପର୍କରେ ଜାଣିବ ଓ ସେ ସମ୍ପର୍କରେ କହିବ। ତା ସହିତ ପୋଷ୍ଟ ଅଫିସରେ ଥିବା କର୍ମଚାରୀ ମାନେ କଣ କଣ କରନ୍ତି ତାହା ମଧ୍ୟ ଜାଣିବ ଓ କହିବ। ଠିକ ଅଛି, ସେମାନେ ଆମକୁ କେମିତି ସହଯୋଗ କରନ୍ତି ତାହା ମଧ୍ୟ ଆମେ ଜାଣିବା। ତେବେ ଆସ ଦେଖିବା ଅଧ୍ୟାୟରେ କଣ ଅଛି। ପ୍ରଥମେ ଆମେ ଗୋଟେ ଗପ ଶୁଣିବା। ଠିକ ଅଛି ପିଲା, ଶୁଣିବ ତ? ହଁ, ତ ଆସ ଗପଟିକୁ ଆମେ ଶୁଣିବା। ଶ୍ରେଣୀ କାର୍ଯ୍ୟ ସରିଲା, ବିଦ୍ୟାଳୟ ଘଣ୍ଟି ବାଜିଲା। ଯେତେବେଳେ ଆମର ସ୍କୁଲ ସରିଯାଏ, ଶେଷ ଘଣ୍ଟି ବାଜେ, ତୁମେ ମାନେ କଣ କର? ପୁରା ଉତ୍ସାହର ସହିତ ଶ୍ରେଣୀରୁ ବାହାର। ଠିକ ସେମିତି ଶିକ୍ଷାର୍ଥୀ ମାନେ ଉତ୍ସାହର ସହିତ ସେମାନଙ୍କ ଶିକ୍ଷକ ମାନଙ୍କ ଦ୍ଵାରା ପାଠାଗାରରେ ପ୍ରଦର୍ଶିତ ସୁନ୍ଦର ବହି ଗୁଡିକ ବିଷୟରେ କଥା ହେଉଥିଲେ। ଯୋଉ ପାଠାଗାର ସ୍କୁଲ ଲାଇବ୍ରେରୀରେ ଯୋଉ ସୁନ୍ଦର ସୁନ୍ଦର ବହି ଗୁଡା ଥିଲା ତାକୁ ପଢି ସେମାନେ ସେ ସମ୍ପର୍କରେ କଥା ହଉଥିଲେ। ସ୍କୁଲ ବସ୍ ଏବଂ ଇ ରିକ୍ସା ଫାଟକ ପାଖରେ ଅପେକ୍ଷା କରିଥିଲା। ପିଲାମାନେ ଯିବା ପାଇଁ ସ୍କୁଲ ବସ୍ ଆସି ଫାଟକ ପାଖରେ ପହଞ୍ଚି ଯାଇଥିଲା। ସେହି ସମୟରେ ନବ୍ୟା ତାର ଜେଜେଙ୍କୁ ସ୍କୁଲ ଫାଟକ ପାଖରେ ଠିଆ ହୋଇଥିବାର ଦେଖିଲା। ସେ ତାଙ୍କ ପାଖକୁ ଦୌଡ଼ିଗଲା ଏବଂ କହିଲା, ଜେଜେ ଆସ ଆଜି ଆମେ ବଜାର ରାସ୍ତା ଦେଇ ଯିବା। ତ ବଜାର ବାଟେ ଯିବା ପାଇଁ ନବ୍ୟା ଜେଜେଙ୍କୁ କହିଲା। ଯେମିତି ବଜାର ବାଟେ ଗଲେ ସବୁ ଜିନିଷ ନୂଆ ନୂଆ ଜିନିଷ ଦେଖି 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 ବାଟ ସାରା ଯିବ। ତେଣୁ ସେମାନେ ବଜାର ବାଟେ ଯିବା ପାଇଁ ସ୍ଥିର କଲେ। ସେଥିପାଇଁ ଜେଜେ କଣ କଲେ ନା ନବ୍ୟାକୁ ସାଙ୍ଗରେ ନେଇ ବସ୍ ଷ୍ଟାଣ୍ଡ ଆଡକୁ ଚାଲିଲେ, ଯେଉଁଠାରେ କିଛି ଲୋକ ଆଗରୁ ବସକୁ ଅପେକ୍ଷା କରିଥିଲେ। ବସ୍ ଷ୍ଟାଣ୍ଡରେ ବସ୍ ଆସି ରୁହେ, ତେଣୁ ସେମାନେ ବସ୍ ଷ୍ଟାଣ୍ଡରେ ପହଞ୍ଚିଗଲେ। ଯେତେବେଳେ ବସ୍ ଆସିଲା, ବସ ର ଦ୍ୱାର ଖୋଲିଗଲା ଏବଂ ସମସ୍ତେ ଜଣକ ପରେ ଜଣେ ବସରେ ଚଢିଲେ। ଶେଷରେ ନବ୍ୟା କଣ କଲା ନା ଝରକା ପାଖ ସିଟ ବସି ବାହାରକୁ ଚାହିଁଲା। କାରଣ ଝରକା ପାଖରେ ବସିଲେ ବାହାର ଜିନିଷ ସବୁ ଦେଖାଯିବ। ରାସ୍ତାରେ କଣ ଯାଉଛି, କଣ ଅଛି, ସବୁ ଜିନିଷ ଦେଖିବ। ତ ଏମିତି ବସ୍ କିଛି ସମୟ ଚାଲିଲା ପରେ ଯେତେବେଳେ ବସ୍ ରାସ୍ତା କଡରେ ଥିବା ଏକ ଲାଲ ବାକ୍ସକୁ ଅତିକ୍ରମ କଲା, ନବ୍ୟା ସେ ଆଡକୁ ହାତ ଦେଖାଇ କହିଲା, ଜେଜେ ଦେଖ ଏଇଟି ଏକ ଡାକ ବାକ୍ସ। ତାମାନେ ସେ କାହା ପାଖରେ ଯାଉଥିବେ ଭାବିଲ? ଗୋଟେ ପୋଷ୍ଟ ଅଫିସ ବା ଡାକଘର ସାଇଡ ଦେଇ ଯାଉଥିଲା ଗାଡି। ତେଣୁ ଜେଜେ କଣ କଲେ ନା ତାକୁ ନେଇଗଲେ ପୋଷ୍ଟ ଅଫିସ ଦେଖିବା ପାଇଁ। କେମିତି କଣ କଣ ଦେଖିଲେ ଦେଖ। ଜେଜେ କହିଲେ, ହଁ ନବ୍ୟା, ତୁ ଗୋଟିଏ ଚିଠି ଲେଖି ଏଥିରେ ପକେଇ ପାରିବୁ। ତାହେଲେ ଡାକ ବାକ୍ସରେ କଣ କରାଯାଏ? ଚିଠି ଲେଖି ପକା ଯାଇଥାଏ। ସେ କହିବାକୁ ଲାଗିଲେ, ଯେତେବେଳେ ମୁଁ ଯୁବକ ଥିଲି ମୋ ଭାଇଙ୍କୁ ସର୍ବଦା ଚିଠି ଲେଖୁଥିଲି, ଯେ କି ଅନ୍ୟ ଏକ ସହରରେ ପଢୁଥିଲେ। ତେଣୁ ଯେହେତୁ ସେତେବେଳେ ଯୋଗାଯୋଗର ବ୍ୟବସ୍ଥା ଏତେ ନଥିଲା, ତେଣୁ ଅନ୍ୟ ପାଖକୁ ଖବର ଦେବା ପାଇଁ ଚିଠି ମାଧ୍ୟମରେ ହିଁ ଖବର ଦିଆଯାଉଥିଲା। ତେଣୁ ମୁଁ ସବୁବେଳେ ଡାକ ବାକ୍ସରେ ଚିଠି ପକାଉଥିଲି। ତାପରେ ପୋଷ୍ଟମ୍ୟାନ ସେଗୁଡିକୁ ପୋଷ୍ଟ ଅଫିସ ନେଇ ଯାଉଥିଲେ। ପୋଷ୍ଟ ଅଫିସରେ ଅଞ୍ଚଳ ଅନୁସାରେ ଚିଠି ଗୁଡିକ ସଜାଡା ଯାଉଥିଲା। ଯଦି ନ ସଜାଡିବେ କଣ ହବ ନା ଯେଉଁ ଚିଠି ଯେଉଁ ଅଞ୍ଚଳ ଯିବା କଥା ସେଠିକି ଠିକ ସେ ଯାଇପାରିବ ନାହିଁ। ତେଣୁ ଚିଠି ପକେଇଲା ପରେ ସେମାନେ କଣ କରନ୍ତି ନା ତାକୁ ଅଞ୍ଚଳ ଅନୁସାରେ ଚିଠିକୁ ସଜାଡି ରଖିବେ। ତାପରେ ସେଗୁଡିକୁ ସେଇ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ପଠାଯାଉଥିଲା। ତେଣୁ ପୋଷ୍ଟ ଅଫିସ ଗୁଡିକ ବିଭିନ୍ନ ପ୍ରକାର ଅନ୍ୟାନ୍ୟ ସେବା ମଧ୍ୟ ଦେଇଥାନ୍ତି। ଶ୍ରେଣୀ କାର୍ଯ୍ୟ ସରିଲା, ବିଦ୍ୟାଳୟ ଘଣ୍ଟି ବାଜିଲା। ଯେତେବେଳେ ଆମର ସ୍କୁଲ ସରିଯାଏ, ଶେଷ ଘଣ୍ଟି ବାଜେ, ତୁମେ ମାନେ କଣ କର? ପୁରା ଉତ୍ସାହର ସହିତ ଶ୍ରେଣୀରୁ ବାହାର। ଠିକ ସେମିତି ଶିକ୍ଷାର୍ଥୀ ମାନେ ଉତ୍ସାହର ସହିତ ସେମାନଙ୍କ ଶିକ୍ଷକ ମାନଙ୍କ ଦ୍ଵାରା ପାଠାଗାରରେ ପ୍ରଦର୍ଶିତ ସୁନ୍ଦର ବହି ଗୁଡିକ ବିଷୟରେ କଥା ହେଉଥିଲେ। ଯୋଉ ପାଠାଗାର ସ୍କୁଲ ଲାଇବ୍ରେରୀରେ ଯୋଉ ସୁନ୍ଦର ସୁନ୍ଦର ବହି ଗୁଡା ଥିଲା
ତାକୁ ପଢି ସେମାନେ ସେ ସମ୍ପର୍କରେ କଥା ହଉଥିଲେ। ସ୍କୁଲ ବସ୍ ଏବଂ ଇ ରିକ୍ସା ଫାଟକ ପାଖରେ ଅପେକ୍ଷା କରିଥିଲା। ପିଲାମାନେ ଯିବା ପାଇଁ ସ୍କୁଲ ବସ୍ ଆସି ଫାଟକ ପାଖରେ ପହଞ୍ଚି ଯାଇଥିଲା। ସେହି ସମୟରେ ନବ୍ୟା ତାର ଜେଜେଙ୍କୁ ସ୍କୁଲ ଫାଟକ ପାଖରେ ଠିଆ ହୋଇଥିବାର ଦେଖିଲା। ସେ ତାଙ୍କ ପାଖକୁ ଦୌଡ଼ିଗଲା ଏବଂ କହିଲା, ଜେଜେ ଆସ ଆଜି ଆମେ ବଜାର ରାସ୍ତା ଦେଇ ଯିବା। ତ ବଜାର ବାଟେ ଯିବା ପାଇଁ ନବ୍ୟା ଜେଜେଙ୍କୁ କହିଲା, ଯେମିତି ବଜାର ବାଟେ ଗଲେ ସବୁ ଜିନିଷ ନୂଆ ନୂଆ ଜିନିଷ ଦେଖି 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 ବାଟ ସାରା ଯିବ। ତେଣୁ ସେମାନେ ବଜାର ବାଟେ ଯିବା ପାଇଁ ସ୍ଥିର କଲେ। ସେଥିପାଇଁ ଜେଜେ କଣ କଲେ ନା ନବ୍ୟାକୁ ସାଙ୍ଗରେ ନେଇ ବସ୍ ଷ୍ଟାଣ୍ଡ ଆଡକୁ ଚାଲିଲେ, ଯେଉଁଠାରେ କିଛି ଲୋକ ଆଗରୁ ବସ୍କୁ ଅପେକ୍ଷା କରିଥିଲେ। ବସ୍ ଷ୍ଟାଣ୍ଡରେ ବସ୍ ଆସି ରୁହେ, ତେଣୁ ସେମାନେ ବସ୍ ଷ୍ଟାଣ୍ଡରେ ପହଞ୍ଚିଗଲେ। ଯେତେବେଳେ ବସ୍ ଆସିଲା, ବସ୍ ର ଦ୍ୱାର ଖୋଲିଗଲା ଏବଂ ସମସ୍ତେ ଜଣକ ପରେ ଜଣେ ବସ୍ ରେ ଚଢିଲେ। ଶେଷରେ ନବ୍ୟା କଣ କଲା ନା ଝରକା ପାଖ ସିଟ୍ ବସି ବାହାରକୁ ଚାହିଁଲା। କାରଣ ଝରକା ପାଖରେ ବସିଲେ ବାହାର ଜିନିଷ ସବୁ ଦେଖାଯିବ, ରାସ୍ତାରେ କଣ ଯାଉଛି, କଣ ଅଛି, ସବୁ ଜିନିଷ ଦେଖିବ। ତ ଏମିତି ବସ୍ କିଛି ସମୟ ଚାଲିଲା ପରେ ଯେତେବେଳେ ବସ୍ ରାସ୍ତା କଡରେ ଥିବା ଏକ ଲାଲ ବାକ୍ସକୁ ଅତିକ୍ରମ କଲା, ନବ୍ୟା ସେ ଆଡକୁ ହାତ ଦେଖାଇ କହିଲା, ଜେଜେ ଦେଖ ଏଇଟି ଏକ ଡାକ ବାକ୍ସ। ତାମାନେ ସେ କାହା ପାଖରେ ଯାଉଥିବେ ଭାବିଲ? ଗୋଟେ ପୋଷ୍ଟ ଅଫିସ ବା ଡାକ ଘର ସାଇଡ ଦେଇ ଯାଉଥିଲା ଗାଡି। ତେଣୁ ଜେଜେ କଣ କଲେ ନା ତାକୁ ନେଇଗଲେ ପୋଷ୍ଟ ଅଫିସ ଦେଖେଇବା ପାଇଁ। କେମିତି କଣ କଣ ଦେଖିଲେ ଦେଖ। ଜେଜେ କହିଲେ, ହଁ ନବ୍ୟା ତୁ ଗୋଟିଏ ଚିଠି ଲେଖି ଏଥିରେ ପକେଇ ପାରିବୁ। ତାହେଲେ ଡାକ ବାକ୍ସରେ କଣ କରାଯାଏ? ଚିଠି ଲେଖି ପକା ଯାଇଥାଏ। ସେ କହିବାକୁ ଲାଗିଲେ, ଯେତେବେଳେ ମୁଁ ଯୁବକ ଥିଲି ମୋ ଭାଇଙ୍କୁ ସର୍ବଦା ଚିଠି ଲେଖୁଥିଲି, ଯେ କି ଅନ୍ୟ ଏକ ସହରରେ ପଢୁଥିଲେ। ତେଣୁ ଯେହେତୁ ସେତେବେଳେ ଯୋଗାଯୋଗର ବ୍ୟବସ୍ଥା ଏତେ ନଥିଲା, ତେଣୁ ଅନ୍ୟ ପାଖକୁ ଖବର ଦେବା ପାଇଁ ଚିଠି ମାଧ୍ୟମରେ ହିଁ ଖବର ଦିଆଯାଉଥିଲା। ତେଣୁ ମୁଁ ସବୁବେଳେ ଡାକ ବାକ୍ସରେ ଚିଠି ପକାଉଥିଲି। ତାପରେ ପୋଷ୍ଟମ୍ୟାନ ସେଗୁଡିକୁ ପୋଷ୍ଟ ଅଫିସ ନେଇ ଯାଉଥିଲେ। ପୋଷ୍ଟ ଅଫିସରେ ଅଞ୍ଚଳ ଅନୁସାରେ ଚିଠି ଗୁଡିକ ସଜଡା ଯାଉଥିଲା। ଯଦି ନ ସଜାଡିବେ କଣ ହବ ନା ଯେଉଁ ଚିଠି ଯେଉଁ ଅଞ୍ଚଳ ଯିବା କଥା ସେଠିକି ଠିକ ସେ ଯାଇପାରିବ ନାହିଁ। ତେଣୁ ଚିଠି ପକେଇଲା ପରେ ସେମାନେ କଣ କରନ୍ତି ନା ତାକୁ ଅଞ୍ଚଳ ଅନୁସାରେ ଚିଠିକୁ ସଜାଡି ରଖିବେ। ତାପରେ ସେଗୁଡିକୁ ସେଇ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ପଠାଯାଉଥିଲା। ତେଣୁ ପୋଷ୍ଟ ଅଫିସ ଗୁଡିକ ବିଭିନ୍ନ ପ୍ରକାର ଅନ୍ୟାନ୍ୟ ସେବା ମଧ୍ୟ ଦେଇଥାନ୍ତି। ତେବେ ଆସ ଆମେ ପୋଷ୍ଟ ଅଫିସ ଭିତରକୁ ଯିବା ଆଉ ଦେଖିବା ସେମାନେ କିପରି କାମ କରୁଛନ୍ତି ଆଉ କଣ କଣ ସବୁ କାମ କରୁଛନ୍ତି। ତ ପ୍ରଥମେ ଜେଜେ ଦେଖାଇଲେ କାହାକୁ ନା ପୋଷ୍ଟ ମାଷ୍ଟରକୁ। ତାହେଲେ ପୋଷ୍ଟ ମାଷ୍ଟର କଣ କରନ୍ତି ନା ସମସ୍ତ କାମର ପରିଚାଳନା ଦାୟିତ୍ଵ ନ୍ୟସ୍ତ ଥାଏ ତାଙ୍କ ଉପରେ। ପୋଷ୍ଟ ଅଫିସରେ ଯାହା କାର୍ଯ୍ୟ ହଉଛି ସବୁ କାମ ତଦାରଖ ଦାୟିତ୍ଵ ପୋଷ୍ଟ ମାଷ୍ଟରଙ୍କ ଅଣ୍ଡରରେ ଥାଏ। ସେ ସବୁ କାମ ଠିକ ରୂପେ ହଉଛି କି ନାହିଁ ତାକୁ ସିଏ ତଦାରଖ କରିବେ। ତାପରେ ଦେଖିଲ ଏଇଠି କିଏ ଆମର ଅଛନ୍ତି ଜଣେ ପୋଷ୍ଟ ମ୍ୟାନ ବା ଡାକ ବାଲା। ଯେ କଣ କରିବେ ଯୋଉ ପୋଷ୍ଟ ଅଫିସ ଚିଠି ଆସୁଛି ଚିଠିକୁ ନେଇ ଘର ଘର ବୁଲି ସଠିକ ଲୋକମାନଙ୍କ ପାଖରେ ପହଞ୍ଚେଇବେ। କାହା ଚିଠି ସେ ଭୁଲ କରିବେ ନହେଲେ ଆଉ ଜଣଙ୍କ ଚିଠି ଆଉ ଜଣଙ୍କ ପାଖରେ ଯାଇ ପହଞ୍ଚି ଯିବ। ତ ଏହିପରି ପୋଷ୍ଟ ଅଫିସରେ ଆଉ ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ରହି ତାଙ୍କୁ ସହଯୋଗ କରିଥାନ୍ତି। ତେବେ ଆସ ଦେଖିବା ପୋଷ୍ଟ ଅଫିସରେ ଆଉ କଣ କଣ କାମ ହୁଏ ଚିଠି ଦବା ନବା ବ୍ୟତୀତ। ଦେଖ ପ୍ରଥମେ ହେଲା ଟଙ୍କା ଜମା ରଖିବା ଉଠାଇବା। ଆଚ୍ଛା ଆମେ ଟଙ୍କା ଜମା କୋଉଠି ରଖୁ ବ୍ୟାଙ୍କରେ ରଖୁ। କିନ୍ତୁ ପୋଷ୍ଟ ଅଫିସରେ ବି ଆମେ ଟଙ୍କା ଜମା ରଖିପାରିବା ଓ ଉଠାଇ ମଧ୍ୟ ପାରିବା। ପାର୍ସଲ ପଠେଇ ପାରିବା ଯଦି ଆମର କିଛି ଜିନିଷ ପଠେଇବାର ଅଛି ତାହେଲେ ଆମେ ପୋଷ୍ଟ ଅଫିସରେ ନେଇ ଦେଲେ ସେ ପାର୍ସଲକୁ ମଧ୍ୟ ଆମେ ପଠେଇ ପାରିବା। ମନି ଅର୍ଡର କରିପାରିବା ଯଦି କାହା ପାଖକୁ ଟଙ୍କା ମଧ୍ୟ ପଠେଇବାର ଅଛି ତାହା ମଧ୍ୟ ଆମେ ଏଇ ପୋଷ୍ଟ ଅଫିସ ମାଧ୍ୟମରେ ପଠାଇ ପାରିବା। ଟେଲିଗ୍ରାମ କରିବା ଆଗ କାଳରେ କଣ ହଉଥିଲା ଯେତେବେଳେ ଚିଠି ପଠା ହଉଥିଲା ଚିଠି ପହଞ୍ଚିବାକୁ ସମୟ ଲାଗୁଥିଲା। ତେଣୁ ସେମାନେ କଣ କରନ୍ତି ନା ଟେଲିଗ୍ରାମ କରୁଥିଲେ। ଟେଲିଗ୍ରାମ କଲେ ଖବର ଜଲ୍ଦି ଯାଇ ପହଞ୍ଚୁଥିଲା।
ତା ସହିତ ଫୋନ କଲ୍ କରିବାର ମଧ୍ୟ ସୁବିଧା ପୋଷ୍ଟ ଅଫିସ ମାନଙ୍କରେ ରହୁଥିଲା। ଠିକ ଅଛି, ତାହେଲେ ପୋଷ୍ଟ ଅଫିସରେ ଆମର ଚିଠି ଦବା ନେବା ବ୍ୟତୀତ ଏତେ ସାରା କାମ ଆହୁରି ଅଧିକା ହୋଇଥାଏ। ତେବେ ଆସ ଆମେ କେତୋଟି ପ୍ରଶ୍ନର ଆଲୋଚନା କରିବା। ରାସ୍ତା କଡ଼ରେ ଥିବା ଲାଲ ରଙ୍ଗର ବାକ୍ସକୁ କଣ କୁହାଯାଏ? ଡାକ ବାକ୍ସ। ଭେରି ଗୁଡ। ପୋଷ୍ଟ ଅଫିସ ସମସ୍ତ କାର୍ଯ୍ୟ କିଏ ପରିଚାଳନା ବା ତଦାରଖ କରନ୍ତି? ପୋଷ୍ଟ ମାଷ୍ଟର। ଭେରି ଗୁଡ। ଚିଠି ଗୁଡ଼ିକୁ ଘରକୁ ଘର ବୁଲି କିଏ ପହଞ୍ଚାନ୍ତି? ପୋଷ୍ଟମ୍ୟାନ ବା ଡାକବାଲା। ତମେ ସବୁ ମନେ ରଖିଦେଇଛ ନାଇଁ? ଭେରି ଗୁଡ। ତେବେ ଆସ କେତୋଟି ଶୂନ୍ୟ ସ୍ଥାନ ପୂରଣ କରିବା। ନବ୍ୟା ବସ ର ଡ୍ୟାସ୍ ପାଖ ସିଟରେ ବସିବାକୁ ଚାହିଁଲା? ଝରକା ପାଖ, ନାଇଁ? ପୋଷ୍ଟ ଅଫିସରେ ଚିଠି ଗୁଡ଼ିକୁ ସେଗୁଡ଼ିକର ଡ୍ୟାସ୍ ଅନୁସାରେ ଅଲଗା ଅଲଗା କରାଯାଏ। ଅଞ୍ଚଳ ବା ଗନ୍ତବ୍ୟ ସ୍ଥଳ। ଚିଠି ଉପରେ ଏକ ନିର୍ଦ୍ଦିଷ୍ଟ ଡ୍ୟାସ୍ କୋଡ୍ ଲେଖାଯାଇଥାଏ ଯାହା ପଠାଇବାରେ ସାହାଯ୍ୟ କରେ। ପିନ୍ କୋଡ୍, ନାଇଁ? ପିନ୍ କୋଡ୍, PIN। ଯଦି ପିନ୍ କୋଡ୍ ସବୁ ଅଞ୍ଚଳରେ ଗୋଟେ ଗୋଟେ ଥାଏ, ଯଦି ପିନ୍ କୋଡ୍ ନଥିବ ଚିଠି ଠିକ ଭାବେ ପହଞ୍ଚି ପାରିବ ନାହିଁ। ତେବେ ଆସ ଆମେ ଗୋଟେ ସ୍ତମ୍ଭ ମିଳନ କରିବା। ଦେଖିଲ, ଡାକ ବାକ୍ସରେ କଣ ହବ? ଚିଠି ପକାଇବା ସ୍ଥାନ, ଯୋଉଠି ଆମେ ଚିଠି ନେଇ ପକେଇବା। ପୋଷ୍ଟମ୍ୟାନ କଣ କରିବେ? ନା ଆମ ପାଖରେ ଆଣି ଚିଠି ପହଞ୍ଚାଇବା କାମ କରିବେ। ପୋଷ୍ଟ ମାଷ୍ଟରଙ୍କ ଦାୟିତ୍ୱ କଣ? ପରିଚାଳନା ଦାୟିତ୍ୱ, ସବୁ କାମ ପରିଚାଳନା କରିବେ। ପୋଷ୍ଟ ଅଫିସ କର୍ମଚାରୀ ମାନେ କଣ କରିବେ? ନା ଚିଠି ଛାଣିବା ଆଉ ସଜାଇବା, ଚିଠିକୁ ଅଞ୍ଚଳ ଅନୁସାରେ ତାକୁ ସିଏ ସଜେଇକି ରଖିବେ। ତାହେଲେ ତମମାନଙ୍କୁ ସବୁ ଆସୁଛି, ନାଇଁ? ତେବେ ଆସ ଆଉ କେତେ ପ୍ରଶ୍ନ ଆମେ ଦେଖିବା। ତାହେଲେ ପୋଷ୍ଟ ଅଫିସର ମୁଖ୍ୟ କାମ କଣ? କଣ ସବୁ ମୁଖ୍ୟ କାମ ତାର କହିଲ? ଦେଖିବା କାହାର ମନ ଅଛି, ଏବେ ଆମେ ଆଲୋଚନା କରୁଥିଲେ। ହଁ, ଚିଠି, ପାର୍ସଲ, ମନି ଅର୍ଡର ଗ୍ରହଣ କରିବା ଓ ସେଗୁଡ଼ିକୁ ଠିକଣା ସ୍ଥାନରେ ପହଞ୍ଚେଇବା। ଯୋଉଠି ତାର ଠିକ ଠିକଣା ଅଛି, ଯାହା ପାଖରେ ପହଞ୍ଚିବା କଥା ସେଇ ଜାଗାରେ ନେଇ ତାକୁ ପହଞ୍ଚେଇବ। ନବ୍ୟା ରାସ୍ତା କଡ଼ରେ କଣ ଦେଖି ଖୁସି ହୋଇଗଲା? ଏକ ଲାଲ ରଙ୍ଗର ଡାକ ବାକ୍ସ, ନାଇଁ? ପୋଷ୍ଟ ଅଫିସ ପାଖ ଦେଇ ଗଲା ବେଳକୁ ଲାଲ ରଙ୍ଗର ବାକ୍ସ ଦେଖିଲା, ସେଠି ଖୁସି ହେଇଗଲା। ପୋଷ୍ଟ ଅଫିସରେ ଚିଠି ଗୁଡ଼ିକୁ କାହିଁକି ସଜା ଯାଇଥାଏ? କୁହ। ତାହେଲେ ଚିଠି ଗୁଡ଼ିକୁ ବିଭିନ୍ନ ଅଞ୍ଚଳ ଅନୁସାରେ ସଜା ଯାଇଥାଏ, ଯଦ୍ୱାରା ସେଗୁଡ଼ିକୁ ପଠାଇବା ସହଜ ହୋଇଥାଏ। ଯଦି ଅଞ୍ଚଳ ଅନୁସାରେ ନ ସଜା ହବ, ଚିଠି ଗୁଡ଼ିକୁ ଠିକ ଜାଗାରେ ପହଞ୍ଚିବାକୁ ବିଳମ୍ବ ହବ। ତେବେ ଏହା ହିଁ ଥିଲା ଆମର ଆଜିର ଆଲୋଚନାର ବିଷୟବସ୍ତୁ। ଆଶା କରୁଛି ତୁମେମାନେ ସମସ୍ତେ କିଛି ନା କିଛି ନୂଆ ଶିଖିଥିବ। ତେବେ ଆଗାମୀ ଅଧ୍ୟାୟରେ ପୁଣି ଆମର ଦେଖାହବ। ଆଜି ପାଇଁ ଏତିକି। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।